ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା କୁଶଳରେ ଅଛନ୍ତି ଏବଂ ଆଜିର ଏହି ବହୁମୂଲ୍ୟ ସମୟ ପାଇଥିବା ହେତୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବହୁତ ଧନ୍ୟବାଦ ଦିଏ। ଏବଂ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ପ୍ରଲୋଭନ ବିଷୟରେ ଅଳ୍ପ ସମୟ ଆମମାନେ ଧ୍ୟାନ କରିବା। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେମାନେ ବାଇବଲ ଧ୍ୟାନ କରୁ, ପ୍ରଲୋଭନର ତିନୋଟି ସ୍ରୋତ ସମ୍ବନ୍ଧୀୟ ଆମେ ଦେଖିବାକୁ ପାଇଥାଉ, ଯାହାକି 3 source of temptation ଆମେ କହିଥାଉ। ପ୍ରଥମଟି ହେଉଛି ଟେମ୍ପଟେସନ୍ ଇନ୍ ଦ ୱାର୍ଲ୍ଡ, ସଂସାରିକ ପ୍ରଲୋଭନ। ଦ୍ୱିତୀୟଟି ଟେମ୍ପଟେସନ୍ ଅଫ୍ ଦ ଫ୍ଲେଶ୍, ଶାରୀରିକ ପ୍ରଲୋଭନ। ତୃତୀୟଟି ଟେମ୍ପଟେସନ୍ ବାୟ ଶୈତାନ, ଶୈତାନଙ୍କ ଦ୍ୱାରା ପ୍ରଲୋଭନ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଯେତେବେଳେ ଆମେ ଏହି ଜଗତରେ ଅବା ଏହି ଧରାପୃଷ୍ଠରେ ଆମେ ବାସ କରୁ, ଆମମାନଙ୍କୁ ଅନେକ ପ୍ରଲୋଭନ ଏହି ଜଗତ ଦ୍ୱାରା ଆସିଥାଏ। ଯେତେବେଳେ ଆମ୍ଭେମାନେ ପ୍ରଥମ ଯୋହନ ଅଧ୍ୟାୟ 2, 15, 16 ଓ 17 ପଦକୁ ଆମେ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଙ୍କଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ନିତ୍ୟସ୍ଥାୟୀ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଆମେ ଦେଖିବାକୁ ପାଉ, ଏହି ସମସ୍ତ ଅଭିଳାଷ ସଂସାରରୁ ଉତ୍ପନ୍ନ ହୋଇଥାଏ। ଏଣୁ ଆମମାନଙ୍କର ଜୀବନରେ ଏହି ଜଗତ ଆମମାନଙ୍କୁ ଅନେକ ପ୍ରଲୋଭନରେ ଆମମାନଙ୍କୁ ନେଇଯାଇଥାଏ। ଏଣୁ ପ୍ରିୟ ବନ୍ଧୁଗଣ, ଆମମାନେ ଏହି ସମସ୍ତ ଜଗତର ବା ଏହି ସଂସାରର ପ୍ରଲୋଭନରୁ ନିଜକୁ ଆମମାନେ ବିମୁଖ କରି ଆଧ୍ୟାତ୍ମିକ ଜୀବନ ଅତିବାହିତ କରିବା। ଏବଂ ଯେତେବେଳେ ଆମ୍ଭେମାନେ ଯାକୋବ ଅଧ୍ୟାୟ 4 ପଦକୁ ପାଠ କରୁ, ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କ ଶତ୍ରୁତା। ଏହା କ'ଣ ଜାଣ ନାହିଁ? ଅତଏବ ଯେ କେହି ଜଗତର ମିତ୍ରତା ହେବାକୁ ଇଚ୍ଛା କରେ, ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଏହି ବାକ୍ୟ ଅନୁସାରେ ଆମେ ଯେତେବେଳେ ଦେଖୁ, ଏହି ଧରାପୃଷ୍ଠରେ ବା ଏହି ଜଗତରେ ଅନେକ ଆମମାନଙ୍କ ନିମନ୍ତେ ପ୍ରଲୋଭନ ଆସିଥାଏ। ଏଣୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ସକଳ ପ୍ରଲୋଭନରୁ ଆମମାନେ ବିମୁଖ ହେବା ଏବଂ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା। କାରଣ ଜଗତକୁ ଯେ ମିତ୍ରତା କରେ, ସେ ଈଶ୍ୱରଙ୍କ ଠାରୁ ଶତ୍ରୁତା ହୋଇଥାଏ। କାରଣ ଯେତେବେଳେ ଆମେ ଈଶ୍ୱରଙ୍କ ସହିତ ଜୀବନ ଅତିବାହିତ କରିବା, ତେବେ ଆମେ ଜଗତର ଶତ୍ରୁ ହେବା। କାରଣ ଏହି ଜଗତ ଆମମାନଙ୍କୁ ଜାଣିନାହିଁ। ଯେଉଁମାନେ ଜଗତକୁ ପ୍ରେମ କରନ୍ତି, ସେମାନେ ଈଶ୍ୱରଙ୍କ ଶତ୍ରୁତା ହୁଅନ୍ତି। ଏବଂ ଯେତେବେଳେ ଆମ୍ଭେମାନେ ଯାକୋବ ଅଧ୍ୟାୟ 1 ତାର 27 ପଦକୁ ଆମେ ପାଠ କରୁ, ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖବସ୍ଥାରେ ସଙ୍କାଳିବା, ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଆମ୍ଭେମାନେ ଏହି ଜଗତରୁ ନିଜକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା। କାରଣ ଏହି ଜଗତରେ ଅନେକ କଳଙ୍କ ରହିଅଛି, ଏହି ଜଗତରେ ଅନେକ ପ୍ରଲୋଭନର କଳଙ୍କ ରହିଅଛି। ଏଣୁ ବାଇବଲ ଆମମାନଙ୍କୁ ପରାମର୍ଶ ଦିଏ, ଏହି ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କର। ହଁ ପ୍ରିୟ ବନ୍ଧୁଗଣ, ଏହି ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ନିଷ୍କଳଙ୍କ ଥିଲେ, ତାହାଙ୍କଠାରେ ଗୋଟିଏ ଲେଶ ମାତ୍ର ପାପ ନଥିଲା। ଏହି ଜଗତର କଳଙ୍କ ଠାରୁ ଆପଣାକୁ ନିଷ୍କଳଙ୍କ ଜୀବନ ଅତିବାହିତ କରିବା। ଏଣୁ ପାଉଲ ତେସଲୋନିକ ମଣ୍ଡଳୀକୁ ଏପରି ଲେଖନ୍ତି, ଯାହା ପ୍ରଥମ ତେସଲୋନିକ 5 ଅଧ୍ୟାୟ ତାର 23 ପଦକୁ ଆମେ ପାଠ କରୁ, ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ। ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ। ହଁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ସଂସାରରୁ ଆପଣା ଶରୀର, ପ୍ରାଣ, ଆତ୍ମା ସକଳ ପ୍ରଲୋଭନଠାରୁ ନିର୍ଦ୍ଦୋଷ ରଖିବା ଆବଶ୍ୟକତା ଅଟେ।
ଯେତେବେଳେ ଆମ୍ଭେମାନେ ନିର୍ଦ୍ଦୋଷରେ ରକ୍ଷିତ ହେବା, ତେବେ ପ୍ରଭୁ ଯୀଶୁ ତାହାଙ୍କର ଆଗମନ ସମୟରେ ଆମ୍ଭେମାନେ ତାହାଙ୍କ ସହିତ ସ୍ୱର୍ଗହରଣ ହୋଇପାରିବା। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଏହି ସଂସାରର ପ୍ରଲୋଭନ ଠାରୁ ଆମମାନେ ନିଜକୁ ଦୂରେଇ ରଖି ଈଶ୍ୱରଙ୍କ ସହିତ ଆମମାନଙ୍କର ଆଧ୍ୟାତ୍ମିକ ଜୀବନ ଅତିବାହିତ କରିବା। ଦ୍ୱିତୀୟ ପ୍ରଲୋଭନ, ଟେମ୍ପଟେସନ୍ ଅଫ୍ ଦ ଫ୍ଲେଶ୍, ଶାରୀରିକ ପ୍ରଲୋଭନ। ଯେତେବେଳେ ଆମ୍ଭେମାନେ ଗାଲାତୀୟ ଅଧ୍ୟାୟ 5:19-21 ପଦ ମଧ୍ୟରେ ପାଠ କରୁ, ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା: ବ୍ୟଭିଚାର, ଅଶୁଚି, କାମୁକତା, ପ୍ରତିମା ପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ঈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମଗୁଡ଼ାକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାରୀ ହେବେ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ଏହି ପ୍ରକାର ଶରୀରରେ ଅନେକ କାର୍ଯ୍ୟଗୁଡ଼ାକ ଦ୍ୱାରା ପ୍ରଲୋଭନ ଆସିଥାଏ, ଯାହା ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ঈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାର ଶରୀରରେ ଅନେକ ପ୍ରଲୋଭନ ଆସିଥାଏ। ଏଣୁ ବାଇବଲ ଆମମାନଙ୍କୁ ପରାମର୍ଶ ଦିଏ ଏହି ସକଳ ପ୍ରଲୋଭନ ଠାରୁ ଆମମାନେ ବିମୁଖ ହେବା ଏବଂ ଈଶ୍ୱରଙ୍କ ସହିତ ଆଧ୍ୟାତ୍ମିକ ଜୀବନ ଅତିବାହିତ କରିବା, ପ୍ରାର୍ଥନାରେ, ଉପବାସରେ, ଆରାଧନାରେ ଜୀବନ ଅତିବାହିତ କରିବା। ତୃତୀୟଟି ହେଉଛି ଟେମ୍ପଟେସନ୍ ବାଇ ଶୈତାନ, ଶୈତାନଙ୍କ ଦ୍ୱାରା ପ୍ରଲୋଭନ ଆସିଥାଏ। ଯେତେବେଳେ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 4 ତାର 3 ପଦକୁ ପାଠ କରୁ, ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ। ହଁ ପ୍ରିୟ ବନ୍ଧୁଗଣ, ଶୈତାନଙ୍କ ଦ୍ୱାରା ପ୍ରଲୋଭନ ଆସିଥାଏ। ଯେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ଦେଇ ଗମନ କରୁ, ପ୍ରାର୍ଥନାରେ, ଉପବାସରେ, ତେବେ ଶୈତାନ ଆମମାନଙ୍କୁ ପ୍ରଲୋଭନ ଅନେକ ଆଣିଥାଏ, ତଥାପି ଆମ୍ଭେମାନେ ସେଥିରୁ ବିଜୟ ଲାଭ କରିଥାଉ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ମରୁପ୍ରାନ୍ତରେ ଥିଲେ, ସେହି ସମୟରେ ଶୈତାନ ଅନେକ ପ୍ରଲୋଭନର କାର୍ଯ୍ୟ ଦେଖାଇଲେ, ତଥାପି ପ୍ରଭୁ ଯୀଶୁ ତାହାଙ୍କୁ ପରାଜୟ କଲେ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଏହି ପ୍ରକାର ଶୈତାନ ଆମମାନଙ୍କୁ ପ୍ରଲୋଭନ ଅନେକ ମାଧ୍ୟମ ଦେଇ ଆଣିଥାଏ। ହଁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ ଆଦିପୁସ୍ତକ 3 ଅଧ୍ୟାୟକୁ ଆମମାନେ ପାଠ କରୁ, ଶୈତାନ ଆଦମ ଏବଂ ହବାଙ୍କୁ ପ୍ରଲୋଭନ ମଧ୍ୟରେ ନେଇଗଲା। ସେହି ପ୍ରଲୋଭନରେ ଆଦମ ହବା ରହିଗଲେ, ଯଦ୍ୱାରା ସେମାନେ ପ୍ରଲୋଭିତ ହୋଇ ଈଶ୍ୱରଙ୍କ ଠାରୁ ବିମୁଖ ହେଲେ ଏବଂ ଈଶ୍ୱର ସେମାନଙ୍କୁ ଏଦେନ ବଗିଚାଠାରୁ ବିତାଡ଼ିତ କରିଦେଲେ। ହଁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଯଦି ପ୍ରଲୋଭିତ ହୋଇ ଈଶ୍ୱରଙ୍କ ଠାରୁ ବିମୁଖ ହେବା, ତେବେ ଈଶ୍ୱର ମଧ୍ୟ ଆମ୍ଭମାନଙ୍କୁ ବିମୁଖ କରିବେ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆମମାନେ ପ୍ରଲୋଭିତରେ ନ ପଡ଼ି ଈଶ୍ୱରଙ୍କ ସହିତ ଆଧ୍ୟାତ୍ମିକ ଜୀବନ ଅତିବାହିତ କରିବା। ଯେତେବେଳେ ଆମ୍ଭେମାନେ ପ୍ରଥମ ତେସଲୋନିକ୍ୟ 3 ଅଧ୍ୟାୟ ତାର 5 ପଦକୁ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ଏ ନିମନ୍ତେ କାଳେ ପରୀକ୍ଷକ ତୁମମାନଙ୍କୁ ପରୀକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଶୈତାନ ହେଉଛି ପରୀକ୍ଷକ, ସେ ପ୍ରଲୋଭନକାରୀ ଅଟେ। ଏଣୁ ଏ ଜାଗାରେ ପାଉଲ କହନ୍ତି, କାଳେ ପରୀକ୍ଷକ ତୁମମାନଙ୍କୁ ପରୀକ୍ଷା କରିବ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଶୈତାନଙ୍କ ଠାରୁ ଆମ୍ଭେମାନେ ବିମୁଖ ହେବା, ଶୈତାନଙ୍କୁ ଆଦୌ ସ୍ଥାନ ଦେବା ନାହିଁ, ଯାହାକି ଆମ୍ଭେମାନେ ଏଫେସୀ ଅଧ୍ୟାୟ 4 ତାର 27 ପଦରେ ଆମେ ଦେଖିବାକୁ ପାଉ। ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଆମ୍ଭେମାନେ ପ୍ରଥମ ସ୍ଥାନ ସଦାପ୍ରଭୁଙ୍କୁ ଦେବା ଆବଶ୍ୟକତା ଅଟେ ଏବଂ ଶୟତାନଙ୍କୁ ଆଦୌ ସ୍ଥାନ ଦେବା ନାହିଁ। ଯେତେବେଳେ ଆମ୍ଭେମାନେ ଯାକୋବ ଅଧ୍ୟାୟ 4, 7 ଏବଂ 8 ପଦ ମଧ୍ୟରେ ଆମେ ଦେଖୁ, ଏଠାରେ ଏହି ପ୍ରକାର ଲେଖାଯାଏ, ଅତଏବ ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଧା କର, ତାହା ହେଲେ ସେ ତୁମମାନଙ୍କ ନିକଟରୁ ପଳାଇଯିବ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆମମାନେ ଈଶ୍ୱରଙ୍କଠାରେ ବଶୀଭୂତ ହେବା ଏବଂ ଶୟତାନକୁ ପ୍ରତିବାଧା କରିବା, ଶୟତାନଙ୍କର ପ୍ରତ୍ୟେକ ପ୍ରଲୋଭନକୁ ଆମମାନେ ଏଡ଼ାଇବା, ତେବେ ଈଶ୍ୱର ଆମମାନଙ୍କର ନିକଟବର୍ତ୍ତୀ ହେବେ। 8 ପଦରେ ଏ ପ୍ରକାର ଲେଖାଯାଏ, ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କ ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମମାନଙ୍କ ହସ୍ତ ଶୁଚି କର, ପୁଣି ହେ ଧୀମନମାନେ ତୁମମାନଙ୍କର ହୃଦୟ ଶୁଦ୍ଧ କର।
एणु आसु प्रिय बंधुगण आज वाक्य अनुसार आम जीवन को प्रस्तुत करवा एवं यही 3 गोटी प्रलोभन अबा जगतर प्रलोभन शारीरिक प्रलोभन एवं शैतान जो प्रलोभन आसी थाए यही समस्त प्रलोभन ठारू विमुख होगा एवं ईश्वर निकटवर्ती होगा तेबे से आम को ताहां राज्य मध्य प्रवेश कराइबे। तेबे आसंतु प्रिय बंधुगण आज यही संक्षिप्त आलोचना मध्य प्रभु जीशु ख्रीष्ट आम प्रत्येक को बाहुल्य रूपे आशीर्वाद करंतु। आमेन।